ମୋ ନାଁ ଓ ମୋ ବୟସ 33 ବର୍ଷ। ମୁଁ କରାଚିର ରହୁଥିବା ଲୋକ। କିନ୍ତୁ ଯାହା କିଛି ମୁଁ ଏବେ ବତାଉଛି ତାହା ସେହି ସମୟର କଥା, ଯେତେବେଳେ ମୋ କଜିନ୍ସଙ୍କ ବାହାଘର ଥିଲା ଓ ସେହି ବାହାଘର ପେଶାୱାରରେ ହେବାର ଥିଲା। ସବୁ ଘରଲୋକ ଖୁବ୍ ଖୁସି ଥିଲେ ଓ ବାହାଘର ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। କିନ୍ତୁ ମୋତେ ସବୁଠୁ ବଡ଼କା ସେତେବେଳେ ଲାଗିଲା, ଯେତେବେଳେ ମୋ ଅବୁ ମୋତେ କହିଲେ ଯେ ତୁ ପରୀକ୍ଷା ଯୋଗୁଁ ଘରେ ରହିବୁ। ମୁଁ କହିଲି, ଅବୁ, ମୁଁ ଏକା କେମିତି ରହିବି? ତ ଅବୁ କହିଲେ ଯେ ତୋ ଚାଚୁ ଆସିଯିବେ। ଚାଚୁ ଜଣେ ଯୁବକ ଥିଲେ, ପାଖାପାଖି 20 ବିନା 23 ବର୍ଷର, ଶକ୍ତ ଶରୀର ଓ ଡେଙ୍ଗା। ସମସ୍ତେ ବାହାଘରକୁ ଚାଲିଗଲେ ଓ ମୁଁ ଆଉ ଚାଚୁ ଘରେ ଏକା ରହିଗଲୁ। ପ୍ରଥମ ରାତିରେ ମୋତେ ଡର ଲାଗୁଥିଲା, କାରଣ ମୁଁ କେବେ ଘରେ ଏକା ରାତି ବିତାଇ ନଥିଲି। ମୋ ହାତପାଦ ଥରୁଥିଲା ଓ ଛାତି ଧଡ଼ଧଡ଼ ହେଉଥିଲା। ସେତେବେଳେ ଚାଚୁ କହିଲେ ଯେ ତୁ ଡରନା, ମୁଁ ତୋ ସାଥିରେ ଅଛି। ତ ଏହା ଶୁଣି ମୋତେ ଟିକିଏ ଆଶ୍ୱାସନା ମିଳିଲା ଓ ତାପରେ ମୁଁ ଚାଚୁଙ୍କୁ କହିଲି ଯେ ମୋତେ ବିରକ୍ତ ଲାଗୁଛି। ଚାଚୁ ହସି କହିଲେ ଯେ ତୁ କେବେ ଘୋଡ଼ାଘୋଡ଼ି ଖେଳ ଖେଳିଛୁ? ମୁଁ କହିଲି ନାହିଁ। ତାହା କ'ଣ? ଚାଚୁ କହିଲେ ଯେ ଏହା ମଜାଦାର ଖେଳ, କିନ୍ତୁ ତୁ ଛୋଟ ପିଲା, ଏବେ ତୋତେ ବୁଝାପଡ଼ିବ ନାହିଁ। ମୁଁ କଲି ଯେ ମୋତେ ବି ଖେଳିବାର ଅଛି। ଚାଚୁ କହିଲେ ଅଛି, କିନ୍ତୁ ତୁ ଯାହା ଦେଖିବୁ ତାହା କାହାକୁ କହିବୁ ନାହିଁ। ମୁଁ କହିଲି ଅଛି। ତାପରେ ଚାଚୁ ମୋତେ ଘୋଡ଼ି ବନାଇଲେ ଓ ସେ ନିଜେ ଘୋଡ଼ା ହେଲେ। ମୁଁ ଲାଜରେ ନାହିଁ ନଥିବା ହୋଇଯାଉଥିଲି, କାରଣ ମୁଁ କେବେ ଏମିତି କିଛି କରିନଥିଲି। କିନ୍ତୁ ଚାଚୁ ମୋତେ ବୁଝାଇଲେ ଯେ ଏହା କେବଳ ଗୋଟିଏ ଖେଳ। ତାପରେ ଯାହା ହେଲା ତାହା ମୁଁ କେବେ ଭୁଲିପାରିବି ନାହିଁ। ଚାଚୁ ପୂରା ରାତି ନିଜ ଖେଳ ଜାରି ରଖିଲେ ଓ ଖେଳୁ ଖେଳୁ ଆମେ ଦୁହେଁ ଥକି ଶୋଇପଡ଼ିଲୁ। ଯେତେବେଳେ ସକାଳ ହେଲା, ମୋ ଶରୀରରେ ପ୍ରଚଣ୍ଡ ଯନ୍ତ୍ରଣା ଥିଲା। ଏମିତି ଲାଗୁଥିଲା ଯେମିତି କୌଣସି ମୋ ଉପରେ ଚାଲିଯାଇଛି। ମୁଁ ଚାଚୁଙ୍କୁ କହିଲି ଯେ ମୋ ଶରୀରରେ ବିନ୍ଧାବିନ୍ଧି ହେଉଛି। ତ ଚାଚୁ କହିଲେ ଯେ ଏହା ତୋର ପ୍ରଥମ ଥର ଥିଲା, ସେଥିପାଇଁ କଷ୍ଟ ହୋଇଛି। ଆରଥରକୁ ତୋତେ ମଜା ଆସିବ। ଦ୍ୱିତୀୟ ରାତି ଆସିଲା ତ ମୁଁ ନିଜେ ଚାଚୁଙ୍କ ପାଖକୁ ଗଲି ଓ କହିଲି ଯେ ଚାଚୁ, ପୁଣି ସେହି ଖେଳ ଖେଳିବା। ମୋତେ ଏବେ ପୂରା ଶିଖିବାର ଅଛି। ଚାଚୁ ମନା କଲେ ଓ କହିଲେ ଯେ ଏହି ଖେଳ ଭଲ ନୁହେଁ, ଆମେ ଏହି ଖେଳ ଆଉ କେବେ ଖେଳିବା ନାହିଁ। କିନ୍ତୁ ମୁଁ ଚାଚୁଙ୍କୁ ଡରାଇଲି ଯେ ଯଦି ଆପଣ ଖେଳ ନ ଖେଳିବେ ତେବେ ମୁଁ ଅବୁଙ୍କୁ ସବୁକିଛି କହିଦେବି। ଏହା ଶୁଣୁ ଶୁଣୁ ଚାଚୁ ଡରିଗଲେ ଓ ବୋଲିଲେ, ଅବୁଙ୍କୁ କହିବୁ ନାହିଁ, ମୁଁ ତୋ ସାଥିରେ ଖେଳ ଖେଳିବି। ପୁଣି ଚାଚୁ ମୋତେ ଆଉଥରେ ଘୋଡ଼ି ବନାଇଲେ ଓ ଖେଳ ଆରମ୍ଭ ହେଲା। ଏଥର ଚାଚୁ ପୂର୍ବ ଅପେକ୍ଷା ଅଧିକ ଜୋସ୍ରେ ଥିଲେ, ଯେମିତି ସେ ନିଜର ପୂରା ରାଗ ଓ ତାକତ ମୋ ଉପରେ ଢାଳିଦେବେ। ମୁଁ ଦେଖିଲି ଯେ ଚାଚୁଙ୍କ ଶରୀର ଅତ୍ୟନ୍ତ ମଜବୁତ ଥିଲା ଓ ତାଙ୍କ ସେହି ଅସ୍ତ୍ର ବଡ଼ ଓ ମୋଟା ଥିଲା, ଯାହାକୁ ଦେଖି ମୋ ଜୀବନ ବାହାରିଗଲା। ମୁଁ ଚାଚୁଙ୍କୁ କହିଲି ଯେ ଚାଚୁ ଟିକିଏ ଧୀରେ ଖେଳନ୍ତୁ, ରେ ହେଉଛି, ମୋତେ କଷ୍ଟ ହେଉଛି। କିନ୍ତୁ ଚାଚୁ ମୋର ଗୋଟିଏ ଶୁଣିଲେ ନାହିଁ ଓ ବୋଲିଲେ ଯେ ଖେଳରେ ଯଦି କଷ୍ଟ ନ ହେବ ତେବେ ମଜା କେମିତି ଆସିବ? ମୁଁ ପୁଣି କହିଲି ଯେ ଟିକିଏ ତେଲ ଲଗାଇନିଅ, ଅନ୍ତତଃ ସହଜ ହୋଇଯିବ। ତ ଚାଚୁ ବୋଲିଲେ ଯେ ମୁଁ ଛେପରେ କାମ ଚଳାଇ ନେବି। ତାପରେ ଚାଚୁ ଏମିତି ଖେଳ ଖେଳିଲେ ଯେ ମୋତେ ଲାଗିଲା ଆଜି ମୋ ଜୀବନ ଚାଲିଯିବ। ମୁଁ ଚିତ୍କାର କରୁଥିଲି, କିନ୍ତୁ ସେ କାନରେ ତୁଳା ପୂରାଇଥିଲେ। ପୂରା ରାତି ଆମେ ଖେଳୁଥାଉ। କେତେବେଳେ ଚାଚୁ ଘୋଡ଼ା ହୁଅନ୍ତି ତ କେତେବେଳେ ମୁଁ ଘୋଡ଼ି। ସକାଳ ହେବାକୁ ଆସିଲା ତ ଚାଚୁ କହିଲେ ଯେ ଏବେ କର, ହୋଇଗଲା। କିନ୍ତୁ ମୁଁ କହିଲି ନାହିଁ, ଏବେ ଖେଳ ଶେଷ ହୋଇନାହିଁ। ଚାଚୁ ଏଥର ପୂରା ଥକି ଯାଇଥିଲେ, କିନ୍ତୁ ମୁଁ ତାଙ୍କୁ ବି ଛାଡ଼ିଲି ନାହିଁ। ଶେଷରେ ଦୁହେଁ ଥକି ସେଇଠି ପଡ଼ିଗଲୁ। ସକାଳର ପ୍ରଥମ କିରଣ ଯେତେବେଳେ ଘର ଭିତରକୁ ଆସିଲା, ମୁଁ ଚାଚୁଙ୍କ ମୁହଁ ଦେଖିଲି। ସେ ଥକି ଯାଇଥିବା ପରି ଲାଗୁଥିଲେ। ଆଖି ତଳେ ଗାଢ଼ କଳା ଦାଗ ଥିଲା ଓ ତାଙ୍କ ଶରୀର ଥରୁଥିଲା। ମୁଁ ଚାଚୁଙ୍କୁ କହିଲି ଯେ ଉଠ, ଜଳଖିଆ ଖାଇବା। କିନ୍ତୁ ସେ ଉଠିବା ଅବସ୍ଥାରେ ନଥିଲେ। ମୁଁ ନିଜେ ଉଠି ଜଳଖିଆ ପ୍ରସ୍ତୁତ କଲି ଓ ଚାଚୁଙ୍କୁ ଉଠାଇବାକୁ ଲାଗିଲି। ଏହି ସମୟରେ ମୋ ଶରୀରରେ ଏବେ ବି କଷ୍ଟ ଥିଲା, କିନ୍ତୁ ଏବେ ସେହି କଷ୍ଟ ମଜା ଦେବାକୁ ଲାଗିଥିଲା। ଚାଚୁ ଜଳଖିଆ ଖାଉ ଖାଉ କହିଲେ ଯେ ତୁ ତ ମୋତେ ହିଁ ବୋବାଲ କଲୁ, ତୁ ତ ଦୁଷ୍ଟ। ମୁଁ ହସି କହିଲି ଯେ ଚାଚୁ, ଆପଣ ହିଁ ତ ମୋତେ ଶିଖାଇଛନ୍ତି। ଏତିକିବେଳେ ମୋ ଅବୁଙ୍କ ଆସିଲା ଯେ ଆମେ 2 ଘଣ୍ଟାରେ ଘରେ ପହଞ୍ଚୁଛୁ। ତୁମେ ଦୁହେଁ ଘର ସଫାସୁତୁରା କରିନିଅ। ଏହା ଶୁଣୁ ଶୁଣୁ ଚାଚୁଙ୍କ ଶିରାରେ ରକ୍ତ ଡେଇଁପଡ଼ିଲା। ସେ ଦୌଡ଼ିଗଲେ ଓ ପୂରା ଘର ସଫା କରିବାକୁ ଲାଗିଲେ। ମୁଁ ବି ତାଙ୍କୁ ସାହାଯ୍ୟ କଲି। ଆମେ ଘରଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ସବୁକିଛି ଏତେ ସଫା କଲୁ ଯେ ସଫାସୁତୁରା ଲାଗୁଥିଲା। କିନ୍ତୁ ମୋ ମନରେ ଗୋଟିଏ କଥା ଥିଲା ଯେ ଅବୁଙ୍କୁ ଯେମିତି କିଛି ଜଣା ନ ପଡ଼ୁ। ଯେତେବେଳେ ଘରଲୋକ ଆସିଲେ ସମସ୍ତେ ଖୁସି ଥିଲେ। ଅମି ମୋତେ କୋଳେଇ ନେଲେ ଓ କହିଲେ ଯେ ପୁଅ, ତୁ ଭଲ ଭାବରେ ଘର ସମ୍ଭାଳିଲୁ। କିନ୍ତୁ ମୁଁ ଚାଚୁଙ୍କ ଆଡ଼କୁ ଚାହୁଁଥିଲି ଯେ ସେ କ'ଣ କରୁଛନ୍ତି। ଚାଚୁ ଅବୁଙ୍କୁ କହିଲେ ଯେ ଭାଇ, ମୋତେ ନିଜ ଘରକୁ ଯିବାର ଅଛି, କିଛି ଜରୁରୀ କାମ ଅଛି।
ଅବୁ କହିଲେ ଅଛି, ଯିବାର ଅଛି ତହ ଚାଲିଯା। ଚାଚୁ ମୋତେ ଗୋଟିଏ ଲମ୍ବା ଚାହାଣୀରେ ଚାହିଁ କହିଲେ ଯେ ମନେ ରଖିବୁ କାହାକୁ କିଛି କହିବୁ ନାହିଁ। ମୁଁ କହିଲି ଅଛି ଚାଚୁ। ଚାଚୁ ଗଲା ପରେ ମୋ ମନରେ ଗୋଟିଏ କଥା ଘୂରି ବୁଲୁଥିଲା ଯେ କ'ଣ ଏହା ଥିଲା ଯାହା ହେଲା। ମୁଁ ନିଜକୁ ଖରାପ ଅନୁଭବ କଲି। ମୁଁ ବୁଝିଗଲି ଯେ ଚାଚୁ ମୋ ସହିତ ଖରାପ କାମ କଲେ, କିନ୍ତୁ ସେତେବେଳେ ମୋତେ ଜଣା ନଥିଲା ଯେ ଏହା ଖେଳ ନୁହେଁ, ବରଂ ଗୋଟିଏ ଅପରାଧ ଥିଲା। ମୁଁ 16 ବର୍ଷର ଜଣେ ନିରୀହ ଝିଅ ଥିଲି ଓ ସେ ମୋ ସହିତ ଖରାପ ବ୍ୟବହାର କଲେ, କିନ୍ତୁ ଡର ଯୋଗୁଁ ମୁଁ କାହାକୁ କିଛି କହିଲି ନାହିଁ। କେତେଦିନ ପର୍ଯ୍ୟନ୍ତ ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ। ରାତିରେ ନିଦ ହେଉନଥିଲା, ମୁହଁ ଫିକା ପଡ଼ିଯାଇଥିଲା ଓ ମୁଁ ସବୁବେଳେ ଡରିକି ରହୁଥିଲି। ଅମି ପଚାରିଲେ କ'ଣ ହୋଇଛି, ତ ମୁଁ କହିଲି କିଛି ନାହିଁ, ଟିକିଏ ଜ୍ୱର ଅଛି, କିନ୍ତୁ ମନ ଭିତରେ ମୁଁ ଜଳୁଥିଲି। ତାପରେ ଗୋଟିଏ ଦିନ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଏସବୁ ନିଜ ଭିତରେ ରଖିପାରିବି ନାହିଁ। ମୁଁ ମୋର ପ୍ରିୟ ସାଙ୍ଗକୁ ସବୁକିଛି କହିଦେଲି, ଯିଏ ମୋତେ ବୁଝାଇଲା ଯେ ତୁ ଯଦି ରହିବୁ ତେବେ ଚାଚୁ ଅନ୍ୟ କାହା ସହିତ ବି ଏମିତି କରିପାରନ୍ତି। ସେହିଦିନ ହିଁ ମୁଁ ମୋ ଅମିଙ୍କୁ ସବୁକିଛି କହିଦେଲି। ଅମିଙ୍କ ମୁହଁ ଶୁଣି କାନ୍ଦ କାନ୍ଦ ହୋଇଗଲା, ତାଙ୍କ ଆଖିରୁ ଲୁହ ବୋହିଗଲା ଓ ସେ ତୁରନ୍ତ ଅବୁଙ୍କୁ କହିଲେ। ଅବୁ ରାଗିଗଲେ। ସେ ଚାଚୁଙ୍କୁ କଲେ ଓ ତାଙ୍କୁ ଡାକିଲେ। ଯେତେବେଳେ ଚାଚୁ ଆସିଲେ, ଅବୁ ତାଙ୍କ ଗାଲରେ ଚାପୁଡ଼ା ମାରିଲେ ଓ କହିଲେ ଯେ ତୁ ମୋ ପିଲା ସହିତ ଏମିତି କେମିତି କଲୁ। ଚାଚୁ କ୍ଷମା ମାଗିବାକୁ ଲାଗିଲେ, କିନ୍ତୁ ଅବୁ ତାଙ୍କୁ ହାତରେ ଟେକିଦେଲେ। ଆଜି ମୁଁ 33 ବର୍ଷର ଓ ଏହି ଘଟଣା ମୁଁ କେବେ ଭୁଲିପାରେ ନାହିଁ। ମୁଁ ଚାହୁଁଛି ଯେଉଁ ଝିଅମାନେ ମୋର ଏହି କାହାଣୀ ଶୁଣୁଛନ୍ତି ସେମାନେ ବୁଝିଯାଆନ୍ତୁ ଯେ କୌଣସି ବି ଖେଳ ଯାହା ଆପଣଙ୍କୁ କଷ୍ଟ ଦିଏ ତାହା ଖେଳ ନୁହେଁ। ଚାଚୁଙ୍କ ପରି ଲୋକମାନେ ବିପଜ୍ଜନକ ହୋଇଥାନ୍ତି, ଯିଏ ପିଲାଙ୍କ ନିରୀହତାର ଫାଇଦା ଉଠାନ୍ତି। ଆପଣଙ୍କୁ କୌଣସି ବି ବୟସ୍କ ବ୍ୟକ୍ତିଙ୍କ ସହିତ ଏକାନ୍ତରେ ରହିବା କଥା ନୁହେଁ, ଚାହେଁ ସେ ଆପଣଙ୍କ ଚାଚୁ ହିଁ କାହିଁକି ନ ହୁଅନ୍ତୁ। ଓ ଯଦି କେବେ ଆପଣଙ୍କ ସହିତ ଏମିତି ହୋଇଯାଏ ତେବେ ରୁହନ୍ତୁ ନାହିଁ, ତୁରନ୍ତ ନିଜ ବାପାମାଙ୍କୁ କହନ୍ତୁ। ଆଜି ମୋ ଅବୁ ଚାଚୁଙ୍କ ବିରୋଧରେ ମାମଲା ରୁଜୁ କରିସାରିଛନ୍ତି ଓ ସେରେ ଅଛନ୍ତି। ମୁଁ ନିଜ ଜୀବନ ସମ୍ଭାଳି ନେଇଛି, କିନ୍ତୁ ଏହାର କ୍ଷତ ଏବେ ବି ସତେଜ ଅଛି। ଏହା ହିଁ କାରଣ ଯେ ମୁଁ ଆପଣଙ୍କୁ ଏହି କାହାଣୀ ଶୁଣାଇଲି, ଯାହାଫଳରେ ଆପଣ ସାବଧାନ ହୋଇଯିବେ। ଯଦି ଆପଣଙ୍କୁ ଏହି କାହାଣୀ ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ନିଶ୍ଚୟ କରନ୍ତୁ ଓ ମୋ ଚ୍ୟାନେଲକୁ କରିବା ଭୁଲିବେ ନାହିଁ, କାରଣ ମୁଁ ଏମିତି ହିଁ ରୋମାଞ୍ଚକର ଓ ସତ କାହାଣୀ ଆଣୁଥିବି। ଏହା ଗୋଟିଏ କାଳ୍ପନିକ କାହାଣୀ। ଏଥିରେ ଥିବା ସମସ୍ତ ଚରିତ୍ର କାଳ୍ପନିକ। ଆମର ଉଦ୍ଦେଶ୍ୟ ଆପଣଙ୍କ ସୁନ୍ଦର ମୁହଁରେ ହସ ଫୁଟାଇବା। କିଛି ଶବ୍ଦ ଦ୍ୱିଅର୍ଥବୋଧକ ହୋଇଥାଏ, କିନ୍ତୁ ସେଗୁଡ଼ିକର ଉଦ୍ଦେଶ୍ୟ ପବିତ୍ର ଥାଏ।